ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଓଡ଼ିଆ ବ୍ୟାକରଣର ସମାସ ବିଷୟବସ୍ତୁକୁ ଆଲୋଚନା କରିବା, ଯାହାକି ଆମେ ସମାସର ପ୍ରକାରଭେଦ ବିଷୟରେ ଆଲୋଚନା କରିସାରିଥିଲେ ଏବଂ ଆମେ ଦେଖିଥିଲେ ଅଲରେଡ଼ି ସମାସ 6 ପ୍ରକାରର। କ'ଣ କ'ଣ ନା ତତ୍ପୁରୁଷ, କର୍ମଧାରାୟ, ଦିଗୁ, ଦ୍ୱନ୍ଦ୍ୱ, ବହୁବ୍ରୀହି ଏବଂ ଅବ୍ୟୟୀଭାବ। ତାହେଲେ ଆଜିର ଆମର ଯେଉଁ ବିଷୟବସ୍ତୁକୁ ଆମେ ଆଗେଇ ନେବା ତାହା ହେଉଛି ତତ୍ପୁରୁଷ ଏବଂ ବିଭିନ୍ନ ପ୍ରକାର ଏହାର ଉଦାହରଣ ଗୁଡ଼ିକୁ ଦେଖିବା। ତାହେଲେ ପିଲାମାନେ ଡେରି ନକରି ତତ୍ପୁରୁଷକୁ ଆଲୋଚନା କରିବା। ତ ତତ୍ପୁରୁଷ ସମାସ କହିଲେ କ'ଣ ବୁଝ ନା ଦ୍ୱିତୀୟା ଠାରୁ ସପ୍ତମୀ ପର୍ଯ୍ୟନ୍ତ ବିଭକ୍ତିଯୁକ୍ତ ବିଶେଷ୍ୟ ପଦ ସହିତ ବିଶେଷ୍ୟ କିମ୍ବା ବିଶେଷଣ ପଦର ସମାସ ହୋଇ ପରପଦର ଅର୍ଥର ପ୍ରାଧାନ୍ୟ ରହିଲେ ତତ୍ପୁରୁଷ ସମାସ ହୋଇଥାଏ। ଯେତେବେଳେ ପିଲାମାନେ ଆମେ ଦେଖିବା ଯେ ପଦରେ କ'ଣ ନା ବିଶେଷ୍ୟ ସହିତ ଆଇଦର ବିଶେଷ୍ୟ ହୋଇପାରେ କିମ୍ବା ବିଶେଷଣ ଯୁକ୍ତ ହୋଇପାରେ ଏବଂ ଯୁକ୍ତ ହେଲା ପରେ ଯଦି ସମାସ ହେଲା ପରେ ପଦର ଯଦି ଅର୍ଥର ପ୍ରାଧାନ୍ୟ ରହିଲା ତାହାକୁ ଆମେ କହିପାରିବା କ'ଣ ନା ତତ୍ପୁରୁଷ ସମାସ ବୋଲି ଆମେ କହିବା। ଏହାର ସମସ୍ତ ପଦରେ ପୂର୍ବ ପଦର ବିଭକ୍ତି ଚିହ୍ନଟା କ'ଣ ହେବ ନା ଲୋପ ପାଇବ। ଅର୍ଥାତ୍ ସମସ୍ତ ପଦରେ ଯଦି ଆମେ ପୂର୍ବ ପଦକୁ ଦେଖିବା, ପୂର୍ବ ପଦରେ ଯେଉଁ ବିଭକ୍ତି ଲାଗିଥିବ ଦ୍ୱିତୀୟରୁ ସପ୍ତମୀ ପର୍ଯ୍ୟନ୍ତ, ଆଉ ଆମେ ତ ଜାଣିଛୁ ପିଲାମାନେ ବିଭକ୍ତି ହେଉଛି 7 ପ୍ରକାରର, ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ ଏବଂ ସପ୍ତମୀ। କିନ୍ତୁ ଆମେ ପ୍ରଥମୀକୁ ନେଉ ଅଲରେଡ଼ି 2ରୁ 7 ବିଷୟରେ ହିଁ ଆମେ କ'ଣ କରିବା ନା ଏହାର ଉଦାହରଣ ଗୁଡ଼ିକୁ ଦେଖିବା, ଏହାର ନିୟମ ଗୁଡ଼ିକୁ ଆଲୋଚନା କରିବା। ତ ଏହାର ଏକ୍ଜାମ୍ପଲ୍ ଦେଖିବା। ଗୃହକୁ ଆଗତ ହେଲା ଗୃହାଗତ। ଏଠାରେ ପିଲାମାନେ ଦ୍ୱିତୀୟ ବିଭକ୍ତି କୁ ଲାଗିଛି, କୁ ଚିହ୍ନ, ଅର୍ଥାତ୍ ଗୃହକୁ ଆଗତ ଗୃହାଗତ। ଯଦି ଆମେ ଏହାକୁ ସନ୍ଧି ବିଚ୍ଛେଦ କରିବା ତାହେଲେ କ'ଣ ହେବ ନା ଗୃହ ଯୁକ୍ତ ଆଗତ ସମାନ ହୋଇଗଲା ଗୃହାଗତ। କିନ୍ତୁ ଯେତେବେଳେ ସମାସ ହେବା ଦ୍ୱାରା ପୂର୍ବ ପଦରେ ବ୍ୟବହୃତ ହୋଇଥିବା କୁ କ'ଣ ହେଇଛି ନା ଲୋପ ପାଇଯାଇଛି, ତାକୁ ଆମେ ଆଉ ନେଉନୁ। ତେଣୁକରି ଇଏ ହେଇଗଲା ଆମର ଦ୍ୱିତୀୟ ତତ୍ପୁରୁଷ ସମାସ। ତ ଠିକ୍ ସେହିପରି ପିଲାମାନେ ଦେଖିବା, ଧନକୁ ପ୍ରାପ୍ତ ଧନ ପ୍ରାପ୍ତ, ଘରକୁ ମୁହାଁ ଘର ମୁହାଁ, ସାହାଯ୍ୟକୁ ପ୍ରାପ୍ତ ସାହାଯ୍ୟ ପ୍ରାପ୍ତ, ଏ ସବୁଥିରେ କ'ଣ ହେଇଛି ନା କୁ ଦ୍ୱିତୀୟା ବିଭକ୍ତିର ଚିହ୍ନ ବ୍ୟବହୃତ ହୋଇଛି। ସେହିପରି ଚରଣକୁ ଆଶ୍ରିତ ଚରଣାଶ୍ରିତ, ମାଛକୁ ଧରା ମାଛ ଧରା, ଦୁଧ ବା ଦୁଗ୍ଧକୁ ପ୍ରାପ୍ତ ଦୁଃଖକୁ ପ୍ରାପ୍ତ ଦୁଃଖ ପ୍ରାପ୍ତ ଆଦି ସମାସ କରାଯାଇପାରିବ। ବ୍ୟାପ୍ତି ଓ କାଳ ଅର୍ଥରେ ମଧ୍ୟ ଆମେ କ'ଣ କରିପାରିବା ନା ଦ୍ୱିତୀୟା ତତ୍ପୁରୁଷ ସମାସକୁ ବ୍ୟବହାର କରିପାରିବା। ଚିରକାଳକୁ ବ୍ୟାପୀ ଦୁଃଖ ଚିର ଦୁଃଖ, କ୍ଷଣକାଳକୁ ବ୍ୟାପୀ ସ୍ଥାୟୀ କ୍ଷଣସ୍ଥାୟୀ। ଅର୍ଥାତ୍ ଏଠାରେ ପୂର୍ବ ପଦରେ ଥିବା ଦ୍ୱିତୀୟ ବିଭକ୍ତିର ଚିହ୍ନ କୁଙ୍କୁ ମାନଙ୍କୁ, ଏଇଟା ହେଲା ଆମର ଦ୍ୱିତୀୟ ବିଭକ୍ତିର ଚିହ୍ନ। ତ ତାହାର କ'ଣ ହେଇଛି ନା ଲୁପ୍ତ ହୋଇଛି। ତ ଆମେ ଜାଣିଗଲେ ଯେ ସମାସ ହୋଇଥିବ ଏବଂ ପୂର୍ବ ପଦରେ ଥିବା ବିଭକ୍ତିର ଚିହ୍ନ ଯଦି ଲୋପ ପାଇଗଲା ତାହେଲେ ଆମେ ତାକୁ କହିପାରିବା ଦ୍ୱିତୀୟ ତତ୍ପୁରୁଷ। ଠିକ୍ ସେହିପରି ତୃତୀୟ ତତ୍ପୁରୁଷ କ'ଣ ପିଲାମାନେ ନା ଯେତେବେଳେ ସମାସ ହେବ ଏବଂ ସମାସରେ ପୂର୍ବ ପଦର ଲାଗିଥିବା ବିଭକ୍ତି ଚିହ୍ନ ଦ୍ୱାରା ରେ, ଅର୍ଥାତ୍ ଏଠାରେ ଆମେ ଯଦି ଦେଖିବା ତୃତୀୟ ବିଭକ୍ତିର ଚିହ୍ନ କ'ଣ କ'ଣ ନା ରେ, ଦ୍ୱାରା, ଦେଇ, କର୍ତ୍ତୃକ, ଏଇଟା ହେଲା ଆମର ତୃତୀୟ ବିଭକ୍ତିର ଚିହ୍ନ ଗୁଡ଼ିକ। ଯଦି ତାହା ଲୋପ ହୋଇଗଲା ତାକୁ ଆମେ କହିପାରିବା ତୃତୀୟ ତତ୍ପୁରୁଷ। ବିଦ୍ୟାରେ ହୀନ ବିଦ୍ୟାହୀନ, ମାଙ୍କଡ଼ ଦ୍ୱାରା ଖିଆ ମାଙ୍କଡ଼ ଖିଆ, ସେହିପରି ଅଗ୍ନିଦଗ୍ଧ, ଜଳଶୂନ୍ୟ, ମନଗଢ଼ା, ହାତକଟା, ଶୋକାକୂଳ, ତନ୍ତବୁଣା, ଭଗାରୀ ହସା, କାଳିଦାସ ଚରିତ ଆଦି ସମାସ କରାଯାଇପାରିବ। ଏଠାରେ ତୃତୀୟ ବିଭକ୍ତିର ଚିହ୍ନ ରେ ଦ୍ୱାରା କ'ଣ ହେଇଛି ନା ସମସ୍ତ ପଦରେ ଲୁପ୍ତ ହୋଇଛି। ତେଣୁକରି ହେଇଗଲା ତୃତୀୟ ତତ୍ପୁରୁଷ ସମାସ। ଚତୁର୍ଥୀ ତତ୍ପୁରୁଷ ଦେଖିବା ପିଲାମାନେ। ପୁତ୍ର ନିମିତ୍ତ ଶୋକ ପୁତ୍ର ଶୋକ, ରଙ୍ଗ ନିମିତ୍ତ ମଞ୍ଚ ରଙ୍ଗମଞ୍ଚ, ଦେବଙ୍କୁ ଅର୍ପିତ ଦେବାର୍ପିତ। ଏଠାରେ ଯେଉଁ ନିମିତ୍ତ ଅର୍ପିତ ବ୍ୟବହାର ହେଲା, ଏଇଟା ଯେତେବେଳେ ଲୁପ୍ତ ହୋଇଯିବ ସମସ୍ତ ପଦରେ ତାହାକୁ ଆମେ କହିପାରିବା ଚତୁର୍ଥୀ ତତ୍ପୁରୁଷ ବୋଲିକିରି। ସେହିପରି ଧର୍ମପତ୍ନୀ, ଛତାକନା, ପିଇବା ପାଣି,
ମନୋରୁଚା ଆଦି ସମାସ ଆମେ ଗଢ଼ିପାରିବା। ଏଠାରେ ପୂର୍ବପଦରେ ଥିବା ଚତୁର୍ଥୀ ବିଭକ୍ତିର ଚିହ୍ନ ନିମିତ୍ତ ଏଠାରେ ବି କୁଙ୍କୁ ରହିପାରେ ପିଲାମାନେ, କିନ୍ତୁ ନିମିତ୍ତ ଅର୍ଥରେ ଆମେ ଏହାକୁ ବ୍ୟବହାର କରୁଛୁ। ତେଣୁକରି ନିମିତ୍ତ ଅର୍ପିତ ଏଠାରେ ୱକଙ୍କ ବା ୱକଙ୍କୁ ଏଟା ଲୋପ ହେଇକି ସମାସ ହେଇଛି। ତେଣୁ ପିଲାମାନେ ଚତୁର୍ଥୀ ବିଭକ୍ତିର ଚିହ୍ନ ଯେଉଁ ଜାଗାରେ ଲୁପ୍ତ ହେବ ଏବଂ ସମାସ ଗଢ଼ା ଯାଇପାରିବ ତାକୁ କୁହାଯିବ ଚତୁର୍ଥୀ ତତ୍ପୁରୁଷ। ପଞ୍ଚମୀରେ ଦେଖିବା ରୁ ଠାରୁ ଠୁ, ଇଏ ହେଲା ପଞ୍ଚମୀ ବିଭକ୍ତିର ଚିହ୍ନ ଗୁଡ଼ିକ। ବୃକ୍ଷରୁ ପତିତ ବୃକ୍ଷପତିତ, ବିଦେଶରୁ ଆଗତ ବିଦେଶାଗତ। ସେହିପରି ଆମେ ଗଢ଼ିପାରିବା ଗୋଠଖଣ୍ଡିଆ, ଧର୍ମଛଡ଼ା, ରୋଗମୁକ୍ତ, ଗଛତଳା, ଜନ୍ମାନ୍ଧ, ଜନ୍ମରୁ ଅନ୍ଧ, ଜନ୍ମାନ୍ଧ। ଏଠାରେ ଜନ୍ମରୁ ଅନ୍ଧର ଯଦି ଆମେ ଏକ୍ଜାମ୍ପଲକୁ ଆଲୋଚନା କରିବା ଦେଖିବା ପିଲାମାନେ, ଜନ୍ମରୁ ଅନ୍ଧ ଜନ୍ମାନ୍ଧ, ଏଇ ଯେଉଁ ରୁଟା କ'ଣ ହେଇଛି ନା ଲୋପ ପାଇଛି ଏବଂ କ'ଣ ହେଇଛି ଜନ୍ମନ୍ଧ ବା ଆମେ କହିପାରିବା ଜନ୍ମଯୁକ୍ତ ଅନ୍ଧ ସମାନ ହେଇଗଲା ଜନ୍ମାନ୍ଧ। ତ ପଞ୍ଚମୀ ବିଭକ୍ତି ରୁ ସବୁ ଜାଗାରେ କ'ଣ ହେଇଛି ନା ଲୁପ୍ତ ହେଇଛି। ତେଣୁ ଇଏ ହେଇଗଲା ପଞ୍ଚମୀ ତତ୍ପୁରୁଷ। ଷଷ୍ଠୀରେ ରଙ୍କଙ୍କର ଲାଗିଥିବ ପିଲାମାନେ। ଷଷ୍ଠୀ ବିଭକ୍ତିର ଚିହ୍ନ ଗୁଡ଼ିକ କ'ଣ କ'ଣ? ରଙ୍କଙ୍କର। ତ ଏହି ସମାସର ଗଠନ ପ୍ରଣାଳୀରେ ଆମେ ଦେଖିବା ବିବିଧତା ରହିଛି। ଗାଁର ମୁଣ୍ଡ ଗାଁ ମୁଣ୍ଡ, ନଦୀର ଜଳ ନଦୀ ଜଳ। ସେହିପରି ଗଢ଼ାଯାଇପାରିବ ନାରୀ ଶିକ୍ଷା, ପ୍ରଜାତନ୍ତ୍ର, କର୍ମଫଳ, ମାତୃଭାଷା, ମାନବ ଧର୍ମ, ଯୁବକ ସଂଘ। ଇଏ ହେଇଗଲା ଆମର ଷଷ୍ଠୀ ତତ୍ପୁରୁଷର ଅନେକ ଗୁଡ଼ିଏ ଉଦାହରଣ। ଅର୍ଷ, ମଧ୍ୟ, ପୂର୍ବ, ଅପର ପ୍ରଭୃତି ପଦ ସମସ୍ତ ପଦରେ ପୂର୍ବପଦ ହୋଇଥାଏ। ଅହନର ମଧ୍ୟ ମଧ୍ୟାହ୍ନ, ରାତ୍ରିର ଅଧ ମଧ୍ୟରାତ୍ର, ଅହନର ପୂର୍ବ ପୂର୍ବାହ୍ନ, ଚନ୍ଦ୍ରର ଅର୍ଧ ଅର୍ଦ୍ଧଚନ୍ଦ୍ର, ନଈର ମଝି ମଝି ନଈ, ଅହନର ଅପର ଅପରାହ୍ନ। ଦେଖ ପିଲାମାନେ ଏଠାରେ କ'ଣ ହେଇଛି ନା ପରପଦ ପ୍ରଥମେ ବ୍ୟବହାର ହେବ ଏବଂ ପୂର୍ବପଦଟା ପଛକୁ ଆସିବ। ଯେମିତି ମଧ୍ୟଟା ଆଗରେ ଅଛି, ଅହନଟା କ'ଣ ଅଛି ନା ପରେ ଅଛି। ମଧ୍ୟଯୁକ୍ତ ଅହନ ସମାନ ହେଇଗଲା ମଧ୍ୟାହ୍ନ। ଠିକ୍ ସେହିପରି ଆମେ କିନ୍ତୁ ଏହାକୁ ଯଦି ସମାସ କଲେ କ'ଣ ହେବ ନା ପୂର୍ବପଦ ପରପଦ ଟିକେ ପରିବର୍ତ୍ତନ ହେବ। ରାତ୍ରିର ମଧ୍ୟ ମଧ୍ୟରାତ୍ର, ଆମେ କେତେ ରାତ୍ରି ମଧ୍ୟ ବୋଲି କହିପାରିବା ନାହିଁ। ଯଦି କହିବା ତାହେଲେ ସେଇଟା ହେଇଗଲା ଭୁଲ, କିନ୍ତୁ ମଧ୍ୟରାତ୍ର କହିବା ସେଇଟା ହେଉଛି ଠିକ୍। ଅହନ ପୂର୍ବ ଆମେ ତ କହିପାରିବା ନାହିଁ, ପୂର୍ବାହ୍ନ କହିବା। ଚନ୍ଦ୍ରର ଅର୍ଧ ଅର୍ଦ୍ଧଚନ୍ଦ୍ର, ଚନ୍ଦ୍ରର ଅଧା ବୋଲିକି ଆମେ କହିପାରିବା ନାହିଁ। ଯଦି କହିବା ତାହା ହେଉଛି ଭୁଲ। ତେଣୁ ଅର୍ଦ୍ଧଚନ୍ଦ୍ର କହିବାଟା ହେଉଛି ଆମ ପାଇଁ ଠିକ୍। ସେହିପରି ଅଧରାତି, ମଧ୍ୟଦେଶ ଇତ୍ୟାଦି ହେଇପାରିବ। ଷଷ୍ଠୀ ତତ୍ପୁରୁଷ ସମାସରେ ରାଜା ଶବ୍ଦ ସମସ୍ତ ପଦରେ ରାଜରେ ପରିଣତ ହୁଏ। ଯଦି ଶବ୍ଦ କ'ଣ ଥିବ ରାଜା ଥିବ ତାହେଲେ ତାହା କ'ଣ ହେବ ନା ରାଜରେ ବ୍ୟବହୃତ ହେବ ସମସ୍ତ ପଦଟା। ହଂସମାନଙ୍କର ରାଜାକୁ କ'ଣ କୁହାଯିବ ନା ରାଜହଂସ। ଏଠାରେ ରାଜା ଥିଲା, ଏପଟେ କ'ଣ ହେଇଗଲା ରାଜ ହେଇଗଲା। ପଦମାନଙ୍କର ରାଜା ଏଠାରେ ଅଛି, ଏପଟେ ରାଜପଥ ହେଇଯିବ। ରାଜାଙ୍କର ପୁତ୍ର ରାଜପୁତ୍ର, ମଗଧର ରାଜା ମଗଧରାଜ। ସେହିପରି ହେବ ରାଜନୀତି ଇତ୍ୟାଦି ଜିନିଷ ହେଇପାରିବ। ସ୍ତ୍ରୀଲିଙ୍ଗବାଚକ ଶବ୍ଦ ସମସ୍ତ ପଦରେ ପୁଲ୍ଲିଙ୍ଗରେ ରୂପାନ୍ତରିତ ହୋଇଥାଏ। ହଂସୀର ଡିମ୍ବ ହଂସଡିମ୍ବ, ଛାଗିର ଦୁଗ୍ଧ ଛାଗଦୁଗ୍ଧ। ପୂର୍ବ ପଦରେ ଥିବା ଷଷ୍ଠୀ ବିଭକ୍ତିର ଚିହ୍ନର ସମସ୍ତ ପଦରେ ଲୁପ୍ତ ହୋଇଥାଏ। ଯଦି ଆମେ ଦେଖିବା ତାହେଲେ ଷଷ୍ଠୀ ବିଭକ୍ତିର ଚିହ୍ନ ଯେଉଁଟା ରଙ୍କଙ୍କର ର ମକଙ୍କର ଇଏ ହେଇଗଲା ତୁମର ଷଷ୍ଠୀ ବିଭକ୍ତିର ଚିହ୍ନ, ଯାହାକି ଲୁପ୍ତ ହୋଇଥାଏ। ସପ୍ତମୀ ତତ୍ପୁରୁଷ ପିଲାମାନେ ସାହିତ୍ୟରେ ନିପୁଣ ସାହିତ୍ୟ ନିପୁଣ, ଗଣିତରେ ପଟୁ ଗଣିତ ପଟୁ, ବିଦ୍ୟାରେ ନିପୁଣ ବିଦ୍ୟା ନିପୁଣ, ଗଛରେ ପାଚିଲା ଗଛ ପାଚିଲା, ଅରଣ୍ୟରେ ରୋଦନ ଅରଣ୍ୟ ରୋଦନ। ଏଠାରେ ପୂର୍ବପଦରେ ଥିବା ସପ୍ତମୀ ବିଭକ୍ତିର ଚିହ୍ନ ରେ ସମସ୍ତ ପଦରେ ଲୋପ ହୋଇଛି। ସେହି ନିୟମରେ ଗଢ଼ାଯାଇପାରିବ ହାଣ୍ଡି ରନ୍ଧା, ସନ୍ତରଣ ପଟୁ, ନରାଧମ, ଦୁଃଖମଗ୍ନ, ବଣଭୋଜି ଇତ୍ୟାଦି। ଆମେ ସପ୍ତମୀ ତତ୍ପୁରୁଷର ଅନେକ ଗୁଡ଼ିଏ ଉଦାହରଣ ନେଇପାରିବା ପିଲାମାନେ। ଯାହାକି ନଞ୍ଚ ତତ୍ପୁରୁଷ ଅଛି। ତତ୍ପୁରୁଷ ସମାସରେ ନିଷେଧ ଅର୍ଥରେ ନଞ୍ଚ ତତ୍ପୁରୁଷ ସମାସ ହୋଇଥାଏ। ସଂସ୍କୃତ ନଞ୍ଚର ଓଡ଼ିଆ ରୂପ ହେଉଛି କ'ଣ ନା ନ। ନଞ୍ଚର ଅର୍ଥ କ'ଣ ଏଠାରେ ଆମେ ନ ବୋଲି କହିପାରିବା। ଏହା ଏକ ନାସ୍ତିବାଚକ ଅବ୍ୟୟ। ସାଧାରଣତଃ ନ ପରେ ସ୍ୱରବର୍ଣ୍ଣ ଥିଲେ ନ ସ୍ଥାନରେ ଅନ ହୁଏ ଏବଂ ନ ପରେ ବ୍ୟଞ୍ଜନ ବର୍ଣ୍ଣ ଥିଲେ ନ ସ୍ଥାନରେ କ'ଣ ହୋଇଥାଏ ନା ଅଣ ହୋଇଥାଏ। ତେଣୁ ନ ଆଉ ଅଣ ଏଇ ଜିନିଷ ଗୁଡ଼ିକ ଆମେ ଦେଖିବାକୁ ପଡ଼ିବ ପିଲାମାନେ। ନ ଆବିଳ ଅନାବିଳ, ନ ଉଚିତ ଅନୁଚିତ, ସେହିପରି ଅନଶନ ଅନଭିଜ୍ଞ ଅନାଗତ ଅନିଷ୍ଟ ଅନୁନ୍ନତ
ଏଠାରେ ନ ଅନରେ ପରିଣତ ହେଲା। ଅନ୍ୟ ପକ୍ଷରେ ଯଦି ଦେଖିବା ଆମେ ନ ଚଳ ଅଚଳ, ଅର୍ଥାତ୍ ଯେତେବେଳେ ସ୍ୱରବର୍ଣ୍ଣ ଥିଲେ ସେଠାରେ କ'ଣ ହୋଇଯାଉଛି ନା ଅଣା ଲାଗୁଛି ବା ଅନ ଲାଗୁଛି। ଯେମିତି ଆମେ ଏଠି ଦେଖିପାରିଲେ ପିଲାମାନେ କ'ଣ ନା ଯଦି ନ ପରେ ସ୍ୱରବର୍ଣ୍ଣ ଥିଲେ ନ ସ୍ଥାନରେ କ'ଣ ହେଉଛି ଅନ ହେଉଛି। ଯଦି ସ୍ୱରବର୍ଣ୍ଣ ନ ପରେ ସ୍ୱରବର୍ଣ୍ଣ ଥିଲେ ଅନ ହେବ, ନ ପରେ ଯଦି ବ୍ୟଞ୍ଜନ ବର୍ଣ୍ଣ ଥିବ ତାହେଲେ ସେ ସ୍ଥାନରେ ଅ ହେବ। କ'ଣ ହେବ ନା ଅ ହେବ। ମୁଁ ତୁମକୁ ବୋଧେ ଅଣ କହିଦେଇଥିଲି ପିଲାମାନେ, ସେଇଟା ଭୁଲ ଜିନିଷ। ତାହେଲେ କ'ଣ ହେବ ଏଠାରେ ନା ଅ ହିଁ ହେବ। ଯେମିତି ନ ଚଳ, ନ ପରେ ବ୍ୟଞ୍ଜନ ବର୍ଣ୍ଣ ଚ ଅଛି, ତେଣୁ ଇଏ ହେଇଗଲା ଅଚଳ। ନ କଟା ଅକଟା, ଏଠାରେ ଅର ବ୍ୟବହାର ଦେଖାଗଲା। ଏଠାରେ କ'ଣ ନା ଅନର ବ୍ୟବହାର ଦେଖାଗଲା। ଯେତେବେଳେ ନ ପରେ ସ୍ୱରବର୍ଣ୍ଣ ଥିଲେ ଅନ ହେବ, ନ ପରେ ବ୍ୟଞ୍ଜନ ବର୍ଣ୍ଣ ଥିଲେ ଅ ଆସିବ। ସେହିପରି ଗଢ଼ାଯାଇପାରିବ ଆଉ କ'ଣ ଅବଟା, ଅଧୁଆ, ଅଦୂର, ଅପାଳକ, ଅପାଠୁଆ, ଅଲଗା, ଅମାନିଆ ଇତ୍ୟାଦି। ଆମ ଭାଷାରେ ଅଣର ବ୍ୟବହାର ମଧ୍ୟ ଅଛି ପିଲାମାନେ। ନ ପରେ ସ୍ୱର ବା ବ୍ୟଞ୍ଜନ ଯାହା ଥାଉ ନା କାହିଁକି ଆମେ ଅଣର ଆଗମ ଦେଖିବାକୁ ପାଇଥାଉ। ନ ଅସାରିଆ, ଅଣ ଅସାରିଆ, ଆମେ ଯେମିତି ଅଣ ମଧ୍ୟ ବ୍ୟବହାର କରୁଛୁ ପିଲାମାନେ। ନ ହଳଦିଆ, ଅଣ ହଳଦିଆ ଇତ୍ୟାଦି। ତ ଆଗକୁ ବଢ଼ିବା ପିଲାମାନେ, ଉପପଦ ତତ୍ପୁରୁଷକୁ ଦେଖିବା। କେତେକ ପଦ ଗଢ଼ିବା ପାଇଁ ଧାତୁ ପୂର୍ବରେ ଅନ୍ୟ ଗୋଟିଏ ପଦ ଯୋଗ କରାଯାଇଥାଏ, ତାହାକୁ ଆମେ କ'ଣ କହିଥାଉ ନା ଉପପଦ ବୋଲିକରି କହିଥାଉ। ଧାତୁ ପୂର୍ବରେ ଆଉ ଗୋଟିଏ ପଦ ବ୍ୟବହାର କରାଯାଏ, ତାକୁ କୁହାଯାଇଥାଏ ଉପପଦ। ମଧୁପାନ କରେ ଯେ ମଧୁପ, ମଧୁ ପାଇ କୂଳ ବୁଡ଼ାଏ ଯେ କୂଳ ବୁଡ଼ା। ଏଠାରେ ମଧୁ ଓ କୂଳ ଶବ୍ଦ ଧାତୁ ପୂର୍ବରେ ବ୍ୟବହୃତ ହୋଇଛି। ଏଗୁଡ଼ିକ ହେଉଛନ୍ତି ଉପପଦ ତତ୍ପୁରୁଷ, ଯାହାକି ଧାତୁର ପୂର୍ବରେ ବ୍ୟବହୃତ ହୋଇଥାଏ। ଉପପଦ ସହିତ ଧାତୁ ଅଥବା କ୍ରିୟା ନିଷ୍ପନ୍ନ ଅନ୍ୟ ପଦର ଯେଉଁ ସମାସ ହୋଇଥାଏ ତାକୁ ଆମେ କହିଥାଉ ଉପପଦ ତତ୍ପୁରୁଷ ସମାସ। ଯଦି ଧାତୁ କିମ୍ବା ଧାତୁ ସହିତ କ୍ରିୟା ନିଷ୍ପନ୍ନ ପଦ ଯଦି ବ୍ୟବହାର ହୋଇଗଲା ତାକୁ ଆମେ କହିପାରିବା ଉପପଦ ତତ୍ପୁରୁଷ ସମାସ। ସେହିପରି ଗଢ଼ାଯାଇପାରିବ ଶଯ୍ୟାଶାୟୀ, କୁମ୍ଭକାର, ମଣିଷ ଖଟୁଆ, ସତ୍ୟବାଦୀ, କାନକୁହା ଇତ୍ୟାଦି। ଯେ କାନରେ କହେ ଯେ ସେ ହେଲା କାନକୁହା। ଅଲୁକ ସମାସ ପିଲାମାନେ, ଏଟା ଟିକେ ଦେଖିବା। ଏଟା ଜାଣିବା କଥା, କାହିଁକି ଏଟା ଲୁଚିତ ଆକାରରେ ବା ଲୁକାୟିତ ଅବସ୍ଥାରେ ବା ସୁପ୍ତ ଅବସ୍ଥାରେ ରହିଥାଏ। ଯୁଦ୍ଧ ସ୍ଥିର, ଅର୍ଥାତ୍ ଯୁଦ୍ଧରେ ଯେ ସ୍ଥିର ହୋଇଥାଏ ସେ ହେଲା ଯୁଧିଷ୍ଠିର। ଆଗରୁ ଦେଖିଲେ ସମାସର ସମସ୍ତ ପଦରେ ପୂର୍ବ ପଦର ବିଭକ୍ତି ଚିହ୍ନ ଲୁକ୍ ବା ଲୁପ୍ତ ହୋଇଯାଇଛି, କିନ୍ତୁ ଏଠାରେ ଆମେ ଯଦି ଦେଖିବା ଯୁଦ୍ଧ ସପ୍ତମୀ ବିଭକ୍ତି ହୋଇଥିଲେ ମଧ୍ୟ ସମସ୍ତ ପଦରେ ତା'ର ରୂପଟା ଲୁକ୍ ବା ଲୁପ୍ତ ହେଉନାହିଁ। ତେଣୁ ଯାହା ଅଲୁପ୍ତ ବା ଅଲୁକ ହୋଇ ରହିଛି ଆମେ ତାକୁ କହିପାରିବା ଅଲୁକ ସମାସ, ଅର୍ଥାତ୍ ଲୁଚିକି ରହିଛି ଯୁଦ୍ଧରେ। ଆମେ ଖାଲି କହିପାରିବା ଯୁଦ୍ଧରେ। ବୁଝିଲା କି ନାହିଁ? ଯେଉଁ ସମାସର ସପ୍ତମ ପଦରେ ବା ସମସ୍ତ ପଦରେ ବିଭକ୍ତି ଚିହ୍ନ ଲୁପ୍ତ ହୁଏ ନାହିଁ ତାକୁ ଅଲୁକ ସମାସ କୁହାଯାଇପାରେ। ଏହିପରି ଆହୁରି ଆମେ କରିପାରିବା ବନ, ବନେ କହିଲେ ବନରେ, ଚରେ ଅର୍ଥାତ୍ ବିଚରଣ କରେ, ଯେ ବନେ ଚର, ଅନ୍ତେ ବାସ କରେ ଯେ ସେ ଆମେ ତାକୁ କହିପାରିବା ଅନ୍ତେବାସୀ। ଅନ୍ତେର ଅର୍ଥ ହେଲା ଅନ୍ତରେ, ଯେ ଅନ୍ତରରେ ବାସ କରିଥାଏ ତାକୁ ଆମେ କହିପାରିବା ଅନ୍ତେବାସୀ। ତ ପିଲାମାନେ ଆଜି ପାଇଁ ଏତିକି। ଯଦି କିଛି ଅସୁବିଧା ଥାଏ ନିଶ୍ଚିତ ଭାବରେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ। ଯଦି କମେଣ୍ଟ ମାଧ୍ୟମରେ ଜଣାଇଲେ ଆମେ ତାର ସମାଧାନ କରିବୁ। ତ ଆଜି ପାଇଁ ଏତିକି ପିଲାମାନେ। ଥ୍ୟାଙ୍କ ୟୁ ଟୁ ଅଲ୍।